ଆମର ଯେତେବେଳେ ଆମ ସାଙ୍ଗସାଥି ହେଉ କି ଆମ ନିଜ ଲୋକ ହେଉ ଆମେ ତାକୁ ସାହାଯ୍ୟ କରୁଥିବା, ତାକୁ ସବୁବେଳେ ଦେଉଥିବା, ତା କଥା ଆମେ ଚିନ୍ତା କରୁଥିବା, ତାହେଲେ ଆମେ ଭଲରେ ଥାଉ, ଆମକୁ ସେ ଭଲ ପାଏ। ଯେତେବେଳେ ଆମେ ତାକୁ ଦେବାଟା ବନ୍ଦ କରିଦେଉ, ତାକୁ ଚାହିଁବାଟା ଆମେ ବନ୍ଦ କରିଦେଉ, ତାକୁ ସାହାଯ୍ୟ କରିବାଟା ଆମେ ବନ୍ଦ କରିଦେଉ, ତାହେଲେ ସେ ବି ଆମକୁ ଅଣଦେଖା କରିବ। ଆମର ଯେତେବେଳେ ବିପଦ ରହିବ ସେତେବେଳେ ସେ ଆମକୁ ସାହାଯ୍ୟ କରିବ ନାହିଁ, ଆମ ପାଖକୁ ଆସିବ ନାହିଁ। ଆମେ ଦେଇ ଦେଇ ନିସ୍ତେଜ ହେଇଯିବା, କିନ୍ତୁ ଆମ ଦେଲାର ମୂଲ୍ୟ ସେମାନେ କେବେ ଜାଣିବେ ନାହିଁ। ଓଲଟା ଆମକୁ ନିନ୍ଦା କରିବେ, ଆମକୁ ଘୃଣା କରିବେ। ସେମାନଙ୍କର ହଠାତ୍ ଏମିତି ହେଇଯାଏ କି ନା, ଆଗରୁ ସେମାନେ ସେମିତି ପ୍ରକୃତିର ଥାଆନ୍ତି, କିନ୍ତୁ ଆମେ ତାକୁ ଚିହ୍ନି ପାରୁନୁ। ଆମେ ଚିହ୍ନିବାରେ ଏଠି ଆବଶ୍ୟକ ରହିଛି। ଆମେ କାହାର ଗୋଲାମ ନୁହେଁ, ଆମେ କାହାର ହାତ ବାରିସି ନୁହେଁ ଯେ ସେ ଗୋଟିଏ ଇସାରା ଦେଲେ ଆମେ ନାଚି ବୁଲିବା। ଆମେ କୌଣସି ପଞ୍ଜୁରୀରେ ବନ୍ଧା ପକ୍ଷୀ ନୁହେଁ। ଆମେ ଉଡ଼ିବା, ବହୁତ ଆକାଶକୁ ଉଡ଼ିବା, ଆମେ ବହୁତ ଉଚ୍ଚକୁ ଯିବା, ଉପରକୁ ଯିବା। ଆମକୁ ଯେତେ ଇଜ୍ଜତ ଦେବା, ଆମେ ସମ୍ମାନ ଦେବା, ଆମର ବୁଦ୍ଧିକୁ ଖଟେଇବା, ସେତେ ଆମେ ଉପରକୁ ଯିବା। ଆଉ ସେଇଭଳିଆ ଲୋକଙ୍କ ପାଖରେ ଆମେ ରହିବା କୌଣସି ଆବଶ୍ୟକତା ନାହିଁ। ସେଇଭଳି ଲୋକଙ୍କର କଥା ଚିନ୍ତା କରିବା ଆମର ଆବଶ୍ୟକ ନାହିଁ। ଆମର ଯେତେବେଳେ ଖରାପ ସମୟ ଆସେ, ଯେଉଁ ଲୋକମାନେ ଆମ ପାଖରୁ ସାହାଯ୍ୟ ନେଇଥାନ୍ତି ସେମାନେ ଲୁଚି ବସନ୍ତି। ଜୟ ଜଗନ୍ନାଥ।